कार्तिक महात्म्य प्रथम अध्याय स्तव। शुक्लांबरं धरं विष्णुं शशिवर्णं चतुर्भुजं प्रसन्नवदनं ध्यायते सर्वविघ्नोपशान्तये। व्यासाय विष्णुरूपाय व्यासरूपाय विष्णवे नमो वै ब्रह्मविधये वसिष्ठाय नमो नमः। स्नान मंत्र। वैकुंठे च प्रयागे च तथा बदरिकाश्रमे इदं विष्णुर्विचक्रमे त्रेधा सन्निदधे पदं तयेव सहितिं सर्वैर्मुनिवेदमुखान्वित। कार्तिकेऽहं करिष्यामि प्रातः स्नानं जनार्दन प्रीत्यर्थं तव देवेश दामोदर मया सह। ध्वातांहं त्वं च देवेश जलेऽस्मिन् स्नातुमुदुतः तव प्रसादात् पापं मे दामोदर विनश्यतु। नित्यं नैमित्तिके कृष्ण कार्तिके पापनाशनं। अर्घ्य मंत्र। नमः कमलाकान्ताय नमस्ते जलसायिने नमस्तेस्तु हृषिकेश गृहाणार्घ्य नमस्तुते। नमस्ते देव दामोदर जनास शरण सदोर अशेष ब्रह्मांडर नाथ जार चरित पुण्यपथ। आदर जन परित्राण अभय पंकज चरण कमलाश्रे रहि नित्ये ब्रह्मादि सुर मुनि जेते। पूजन्ति जेउ पद्मपादे काल बंचन्ति अप्रमादे। से पादे महादेव दास स्तुति पठने कला आस। ଯାହାର ଆଦ୍ୟ ପ୍ରାନ୍ତ ନାହିଁ ଏଛାର ବର୍ଣ୍ଣିବଦ କାହିଁ। ସ୍ୱଭାବେ ଶୁକ୍ରକୂଳେ ଜନ୍ମି ନିରତେ ମାୟା ମୋହ ଭ୍ରମି। କର୍ମ ଜଞ୍ଜାଳ ଜାଲେ ପଡ଼ି ଆତ୍ମାର ନିଜ ଗତି ହୁଡ଼ି। ଆକୁଳେ ବିଚାର ଚିତେ ସଂସାରୁ ତରିବି କେମନ୍ତେ। ଅଶେଷ ପରମ କାରଣ ଜାନାମ ସଂକଟ ତାରଣ। ବିପଦ ମୋଚନ ଯେ ପାଦ ଆଶ୍ରୟ ନ ଲାଗେ ପ୍ରମାଦ। ତେଣୁ ମୁଁ ଭବ ଭୟ ତ୍ରାସେ ଶରଣ ପାଦ ପଦ୍ମ କୋଷେ। ସୁଜନ ଜନେ କର ଦୟା ତୁମ୍ଭେ ଯେ ସ୍ୱଭାବେ ନିର୍ଭୟା ତୁମେ ଯେ ସ୍ୱଭାବେ ନିର୍ମାୟା। ତୁମ୍ଭର ପାଦେ ମୋର ଆସ ମୋତେ ରଖିବ ତୁମ୍ଭ ପାଶ। ତୁମ୍ଭର ଦୟା ଅପ୍ରମିତ ହରିଚରିତ ରସେ ଗୀତ। ଥୋକାଏ ବଖାଣି ବିପଦ ଏଥିରେ ନ କରିବ ବାଦ। କୃଷ୍ଣର ମହିମା ଅପାର ଦେବ ଆନନ୍ଦ ଗୋଚର। ବ୍ରହ୍ମା ଯେ ଲୋକ ପରିତ୍ରାଣେ ମହିମା ଚତୁର୍ବେଦ ଭଣେ। ତାହାର ଅଗୋଚର ଯେଣୁ ନିଗମ ନାମ ଦେଲେ ତେଣୁ। ପୁଣି ସଂସାର ଅନୁରାଗେ ବିସ୍ତାର କଲେ ଶାସ୍ତ୍ର ଯୋଗେ। ମନୁ ପୁରୁଷେ ତାହା ଦେଇ ସେ ତହୁଁ ସୁମୂର୍ତ୍ତି ଭିଆଇ। ସେ ସ୍ମୃତି ପାଇ ମୁନି ଗଣେ ବିସ୍ତାରି ରଚିଲେ ପୁରାଣେ। ସେ ପୁଣ୍ୟ ଇତିହାସ ବାଣୀ ସୁଜନେ ଜନେ ତାହା ଶୁଣି। ଯେ ସାଧୁ ବିବେକ ପଣ୍ଡିତ ପୁରାଣେ ଅର୍ଥ କରେ ଗୀତ। 36 ରାଗେ ହରି ଲୀଳା ବାନ୍ଧିଲେ ଭବ ଜଳେ ଭେଳା। ସେ ଭେଳା ଶ୍ରୁତି ପଥେ ଧରି ପ୍ରାଣୀ ତରିବେ ଭବୁ ବାରି। ବିଷ୍ଣୁ ଚରିତ ଗୀତ ଗାଇ ଅନନ୍ତେ କୈବଲ୍ୟ ମୁକ୍ତି ପାଇ। दृष्टे तरिले अप्रमादे पंचम वेद परसादे। ଏହା ବିଚାରି ମୋର ମନେ କୃଷ୍ଣ ରଚିଲେ ଗୁଣ ଗାନେ।
ମୂର୍ଖ ସ୍ୱଭାବେ ଭଣି ଗୀତେ ସୁଜନ ଜନକ ଗ୍ରତେ କହଇ ଶ୍ରୀକୃଷ୍ଣ ମହିମା ଅପୂର୍ବ ରସ ଗୁଣ ସୀମା। ପୂର୍ବେ ଯେ ନୈମିଷ୍ୟରନେ ସୁତ ସନ୍ନିଧେ ମୁନି ଜନେ ସକଳେ ଏକ ମେଳ ହୋଇ ହରି ଭକତି ହୃଦେ ନେଇ ପୁଛନ୍ତି କୋମଳ ବଚନେ ହେ ସୁତ ଶୁଣ ସାବଧାନେ ଯେତେ କହିଲେ ଧର୍ମ କଥା ହରିଚରିତ ଗୁଣ ଗାଥା ଶୁଣିଲୁ ତୁମ୍ଭ ପରଶନେ ଆମ୍ଭେ ଅଶେଷ ଜନ୍ମ ପୁଣ୍ୟେ ଏବେ ପଚାରୁ ଜନହିତେ ସଂସାରେ ଧର୍ମ ଭାଗ ଯେତେ ଯଜ୍ଞାଦି ବ୍ରତ ତପଦାନ ତୀର୍ଥ ସେବନେ ଯେତେ ପୁଣ୍ୟ ଯୋଗ ସମାଧି କ୍ରିୟା କୀର୍ତ୍ତି ଚତୁର ଆଶ୍ରମରେ ନୀତି ଏ ସର୍ବଧନ ପରେ ଶ୍ରେଷ୍ଠ କି ଅଛି କହ ତତ୍ତ୍ୱନିଷ୍ଠ। ଗୃହ ଆଶ୍ରମେ ତପ କରି ବିଷ୍ଣୁ ତୋଷନ୍ତି ନର ନାରୀ ଅଶେଷ ଜନ୍ମ ବନ୍ଧନାଶୀ ଅନେକ ବୈକୁଣ୍ଠପୁରେ ବସି ବିଷ୍ଣୁ କୈବଲ୍ୟ ଭୋଗ କରେ କି ଧର୍ମ ସଂସାରେ ପ୍ରଚାରେ ଏମନ୍ତ ଧର୍ମ ଅଛି ଯହିଁ ଭୋମୁନି କହ ଦୟା ବହି ଏମନ୍ତେ ମୁନିଙ୍କ ଚରଣେ ସୁତ କହନ୍ତି ତୋଷ ମନେ। ସୁତବାଚ ବୋଲନ୍ତି ଶୁଣ ବୁଦ୍ଧ ଗଣେ ଯେ ଧର୍ମ ପଙ୍କଜ ପୁରାଣେ ଉତ୍ତର ଖଣ୍ଡେ ଯେଉଁ ବାଣୀ ବ୍ୟାସଙ୍କ ମୁଖୁ ଅଛି ଶୁଣି ଯେ ବିଷ୍ଣୁ ସ୍ୱୟଂ ବ୍ୟାସ ରୂପୀ ସେ ବ୍ୟାସ ଶ୍ରୀକୃଷ୍ଣ ସ୍ୱରୂପୀ ସେ ବ୍ୟାସ ମୁଖରୁ ନିର୍ଗତ କାର୍ତ୍ତିକ କୃତ୍ୟ ମହାବ୍ରତ ସକଳ ଧର୍ମେ ସାର ଯେହି ତହିଁରେ ତୋଷ ଭାବଗ୍ରାହୀ ବିଷ୍ଣୁର ଅତି ଅନ୍ତପ୍ରୀତି ଯହିଁ ପ୍ରସନ୍ନ ଦେବପତି ଶିବ ସହିତେ ଦିଗପାଳେ ସନ୍ତୋଷ ଯେଉଁ ବ୍ରତ ଫଳେ ସକଳ ପାପ ଯହିଁ ହରି ମୁକ୍ତି ଲଭନ୍ତି ନର ନାରୀ ଯେ ବ୍ରତେ ହୁଏ ରୋଗ ନାଶ ସକଳ ପାପ ଯାଏ ଧ୍ୱଂସ ମିଳେ ଉତ୍ତମ ପୁତ୍ର ନାତି ବଢ଼ଇଆ ବର ସମ୍ପତ୍ତି ସକଳ ତୀର୍ଥ ଫଳ ପାଏ ଅନେକ ବୈକୁଣ୍ଠ ଅନ୍ତେ ବୈକୁଣ୍ଠ ପୁର ଯାଏ ସେ ଧର୍ମ ଶୁଣ ଦିବ୍ୟ ଜ୍ଞାନେ ସଂଶୟ ଦୂର କର ମନେ ପୂର୍ବେ ଯେ ଦ୍ୱାରାବତୀପୁରେ ଶ୍ରୀକୃଷ୍ଣ ସତ୍ୟା ସଙ୍ଗତରେ ଆରୋହୀ ବିନ ତାର ବସା ଦିଗ ଭ୍ରମଣେ କଲେ ଇଚ୍ଛା ସତ୍ୟଭାମାଙ୍କ ଇଚ୍ଛା ଯହିଁ ସୁପର୍ଣ୍ଣ ବେଗେ ମିଳେ ଯାଇ ବିବିଧ କଥା କହି ହରି ପ୍ରିୟାର ମନ ତୋଷ କରି ଏମନ୍ତେ ଚତୁର୍ଦଶପୁରେ ଦୁର୍ଲଭ ସ୍ଥାନ ଯେତେ ଠାରେ ବ୍ରହ୍ମା ଶଙ୍କର ଆଦି ସୁର ବାସବ ବାସୁକୀ ନଗର ଦେଖି ଆନନ୍ଦ ବିଷ୍ଣୁ ପ୍ରିୟା ଜଗତ ବଲ୍ଲଭଙ୍କ ଦୟା ଶପଥ ଦୀପ ବସୁମତୀ ଭ୍ରମି ଆସନ୍ତେ ଦ୍ୱାରାବତୀ ଭୁଜଙ୍ଗାସନେ ପୃଷ୍ଠେ ବସି ଶ୍ରୀକୃଷ୍ଣ ଗୁଣ ମୁଖେ ଘୋଷି ଆନନ୍ଦେ ସକ୍ରାଜିତ ଯେମା ନାମ ଯାହାର ସତ୍ୟଭାମା। ସତ୍ୟଭାମା ଉବାଚ ପତି ଶରଣ ଧରି କରେ ଭକତି ଭାବେ ଦେଇ ଶିରେ କହନ୍ତି ଲଳିତ ବଚନ ହେ ପ୍ରଭୁ କମଳ ଲୋଚନ ଦେବଙ୍କ ଦେବ ଦୀନବନ୍ଧୁ ସୁକୃତି ଜନ କୃପା ସିନ୍ଧୁ ଜୀବ ପରମ ଆତ୍ମା ତୁହି କେପାରେ ତୋର ଗୁଣ ଗାଇ ଅନେକ ମତେ ତୋର ଭାବ ତୋତେ ନ ଚିହ୍ନି ମୂଢ଼ ଜୀବ ସଂସାର ଭ୍ରମେ ଜାତ ହୋଇ
ତପନ ରଥ ପ୍ରାୟ ମୁହିଁ ଏ ତୋର କୌତୁକ ରୀତି ବିଶ୍ୱ ସମ୍ପଦ ବିଶ୍ୱଗତି ବିଶ୍ୱ ସଂସାରେ କର ଲୀଳା ତୋର ମହିମା ଅସୋଖୋଳା କାହାକୁ କେଉଁ ଭାବେ ଦୟା କେ ଜାଣିପାରେ ତୋର ମାୟା 16,000 ଯେତେ ନାରୀ କମଳା ଅଂଶେ ଅବତରୀ ଅପରେ ଅଷ୍ଟ ପାଟବଂଶୀ ରୁକ୍ମିଣୀ ଦେବୀ ଚାରୁହଂସୀ ଏ ସର୍ବ ତୁମ୍ଭର ଭାବିନୀ ଭଜନ୍ତି ତୁମ୍ଭ ପ୍ରୀତି ଘେନି ତୁମ୍ଭେ ତାହାଙ୍କ ଠାରେ ସଦୟ ନିଶାରେ ପୂର୍ଣ୍ଣ ଇନ୍ଦୁ ପ୍ରାୟ ଏ କଥା ଭଲେ ଅଛି ଜାଣି ବିଶେଷ ମୋହ ଠାରେ ପୁଣି ବହୁତ କର ଅନୁଗ୍ରହ ମୁହିଁ ଜାଣଇ ତୁମ୍ଭ ସ୍ନେହ ଯେଉଁ କଥାକୁ ଶ୍ରଦ୍ଧା ମୋର ତୁମ୍ଭେ ତା ଅନ୍ୟଥା ନ କର ଏ ବଡ଼ ଭାଗ୍ୟ ମୋର କର୍ମ ପୂର୍ବେ ମୁଁ କଲି ଯେଉଁ କର୍ମ କି କୂଳେ ହୋଇଥିଲି ଜନ୍ମ କେବଳ ତୀର୍ଥେ ତପୋଦାନ କେଉଁ ଦେବତା ପୂଜା କରି ତୁମ୍ଭ ଚରଣେ ପରିଚାରି ତୁମ୍ଭର ଅନୁରାଗ ମୋର ଅତି ଦୁର୍ଲଭ ସଂସାର କି ଭାବେ ଲଭିଲି ମୁଁ ଏହା ବିଚାରି କହ ଲକ୍ଷ୍ମୀ ନାହା ଶ୍ରୀ ଭଗବାନ ଉବାଚ ଏମନ୍ତ ବାକ୍ୟ ଦେବୀ ଭଣି ଶୁଣି ହସନ୍ତି ଚକ୍ରପାଣି ପ୍ରିୟ ବଚନେ ସ୍ନେହ ବହି ବୋଲନ୍ତି ଶୁଣ ପ୍ରାଣ ସହି ଯେଣେ ଶରଧା ତୋର ମନ ମୁଁ ତାହା ନ କରଇଆନ ତୁମ ପିୟର ଅପମାନୁ ରଣେ ନିବାରି ଶତଧନୁ ପାରିଜାତକ ପୁଷ୍ପ ପାଇଁ କିମ୍ପା ନ ଗଲି ସ୍ୱର୍ଗ ମୁହିଁ ସମରେ ଜିଣି ସର୍ବସୁର ଗର୍ବ ଗଞ୍ଜିଲେ ସୁନାସିର ବଳେ ଉପାଡ଼ି ସୁର ବୃକ୍ଷ ତୋପୁରେ ରୋପିଲେ ପ୍ରତ୍ୟକ୍ଷ ଅମର ବୃକ୍ଷ ମର୍ତ୍ତ୍ୟପୁରେ ଦେଖିଲେ ମାନବ ଗୋଚରେ ପୁତ୍ର କାମନା ଅର୍ଥେ ତୋର ସେବି ନାରଦ ମୁନିବର ପ୍ରଦ୍ୟୁମ୍ନ ପ୍ରାୟେ 10 ପୁତ୍ର ହୋଇଲେ ତୋର ଗର୍ଭଜାତ ଆବର ଶ୍ରଦ୍ଧା କରୁ ଯାହା ମୁହିଁକି ନଦିଅଇ ତାହା ଏବେ ପୁଛିଲୁ ଯେଉଁ କଥା କହିବା ପୂର୍ବ କର୍ମ କଥା ଚାଲ ଉତ୍ତମ ସ୍ଥାନେ ବସି ନିଗମ କହିବା ବିଶେଷୀ ଏମନ୍ତ ବୋଲି ତହୁଁ ଚଳି ଦ୍ୱାରକା ଉପବନେ ମିଳି ଗରୁଡ଼ କନ୍ଧରୁ ଉତରି ଯା ବୋଲି ଆଜ୍ଞା ଦେଲେ ହରି କୃଷ୍ଣର ଆଜ୍ଞା ଅନୁରୂପେ ଚଳିଲା ଯେ ରମ୍ୟକ ଦୀପେ ସତ୍ୟଭାମାକ ଭୁଜ ଧରି ଶ୍ରୀକୃଷ୍ଣ ଆନନ୍ଦେ ବିହରି ପ୍ରବେଶ କଳ୍ପ ଦ୍ରୁମ ତଳେ ଯହିଁ ସକଳ ସୁଖ ମିଳେ ବସନ୍ତ ଆଦି ଷଡ଼ ଋତୁ ଯେ ଯାହା ନିଜ ଗୁଣ ହେତୁ ବନେ ସେବନ୍ତି କୃଷ୍ଣ ଆସେ ସଦା ବସନ୍ତି ଫଳ ପୁଷ୍ପେ ସାରି ଶୁକ ଯେ ଜୀବ ଭୃଙ୍ଗେ ଯେ ଯାହା ଧ୍ୱନି ଅନୁରାଗେ ବନେ କ୍ରୀଡ଼ନ୍ତି ପକ୍ଷୀଗଣ ଯେ ଯାହା ନାଦ ହରଷେଣ ଦୁର୍ଲଭ ପୁଷ୍କରଣୀ ତଟେ ଅପୂର୍ବ ଶୋଭା ବୃକ୍ଷ ବଟେ ତା ତଳେ ସିଦ୍ଧ ସର୍ବକାମ ତେଣୁ ତା ନାମ କଳ୍ପଦ୍ରୁମ ମୂଳେ ତା ମର୍କ ତର ଦେବୀ ସୁବର୍ଣ୍ଣ ମେଖଳାଚ୍ଛଦି ରଜତ ବର୍ଣ୍ଣ ତରୁ ଶୋଭା ଆକୃତି ପଦ୍ମ ପତ୍ର ପ୍ରଭା ପଲ୍ଲବ ଶିଖି ପୁଟ ଧରେ ନିରତ ସୁଧା ରସ ଝରେ ଚନ୍ଦନ ପ୍ରାୟେ ତରୁ ବାସେ ସନ୍ନିଧ୍ୟେ ଭନ୍ତି
ସନ୍ନିଧ୍ୟରନ୍ତି ନାନା ପୁଷ୍ପେ ଏମନ୍ତ କଳ୍ପ ଦ୍ରୁମ ତଳେ ଗୋବିନ୍ଦ ସଦ୍ୟ ଭାମା ମେଳେ। ମର୍କତ ବେଦିକାରେ ବସି ଯେହ୍ନେ ବୈକୁଣ୍ଠ ବ୍ରହ୍ମରାଶି ସଙ୍ଗତେ ବରୁଣର ଯେମା ତେହ୍ନେ ଶ୍ରୀକୃଷ୍ଣ ସତ୍ୟଭାମା। ଶ୍ରୀକୃଷ୍ଣ ବାଚ ହସି କହନ୍ତି ନାରାୟଣ ହେ ପ୍ରିୟେ ସାବଧାନେ ଶୁଣ ଯେହେତୁ ସତ୍ୟ ଜନ୍ମ କଥା ଯେହେତୁ ସତ୍ୟ ଜନ୍ମ ଧର୍ମ ଯମ ନିୟମ କୃତ କର୍ମ ସକଳ କହିବା ତୁମ୍ଭକୁ ଯଦ୍ୟପି ପୁଛ ଆମ୍ଭକୁ ପୂର୍ବେ ଯେ ସତ୍ୟ ଯୁଗ ଅନ୍ତେ ଉତ୍ତର ହିମାଳୟ ପ୍ରାନ୍ତେ ବିପ୍ରେକ ଥିଲା ମାୟାପୁରେ ତା ଜନ୍ମ ଆତ୍ରେୟ ବଂଶରେ ନାନା ତାହାଙ୍କ ଦେବ ଶର୍ମା ନାମ ତାହାର ଦେବ ଶର୍ମା ସକଳ ଗୁଣେ ମହାତ୍ମା ତାର ଦୁହିତା ଗୁଣବତୀ ଜନ୍ମ ହୁଁ ମାତୃହୀନବର୍ତ୍ତୀ ଅତି ଯତନେ ପିତା ପାଳି ପ୍ରଦାନ ଅର୍ଥେ ମନେ ଭାଳି ଦ୍ୱିଜ କୁମରେ ଅରକ୍ଷିତ ନାମ ତାହାର ଚନ୍ଦ୍ରହୋତ୍ର ତାହାକୁ ନିଜ ପୁରେ ନେଇ ବ୍ରତାଦି ନାନା ବିଦ୍ୟା ଦେଇ ଦୁହିତା କଲା ତାକୁ ବିଭା ଚନ୍ଦ୍ର ରୋହିଣୀ ପ୍ରାୟ ଶୋଭା ଝିଅ ଜୁଆଇଁ ଘେନି ପାଶେ ବିପ୍ର ଚଞ୍ଚଇ ଗୃହ ବାସେ ଏମନ୍ତେ କେତେ ଦିନ ଅନ୍ତେ ଅନଳ ଅର୍ଜନା ନିମନ୍ତେ ଦିନେ ଦୁହିତା ପତି ମେଳେ ବ୍ରାହ୍ମଣ ଗଲା ବିନ୍ଧ୍ୟାଚଳେ ଘୋର ଗହନ ବନେ ପଶି ସମିଧ କାଠ ଅଭିଳାଷେ ଘୋର ଗହନେ ବନେ ପଶେ ସମିଧ କାଷ୍ଠ ଅଭିଳାଷେ ଖୋଜନ୍ତେ ଲତା ଗୃହ ଦେଶେ ତ୍ୱାରିତେ ମିଳିଲା ରାକ୍ଷସେ କୁଳିସା ଦଣ୍ଡ କରେ ଧରି ବେନି ବିପ୍ରଙ୍କୁ ବଧ କରି ରାକ୍ଷସ ତହୁଁ ଗଲା ଚଳି ମୋର ଦୂତେ ରାକ୍ଷସ ତହୁଁ ଗଲା ଚଳି ମୋହର ଦୂତ ଆସି ମିଳି ତାଙ୍କୁ ବିମାନେ ବସାଇଲେ ବୈକୁଣ୍ଠ ଭୁବନକୁ ନେଲେ ସେ ଦୁଇ ବିପ୍ର ଜାଣ ନୀତି ଭକ୍ତିରେ ସୂର୍ଯ୍ୟଙ୍କୁ ପୂଜନ୍ତି ତେଣୁ ସନ୍ତୋଷ ମୋର ମନ ସେ ମୋ ଭକତ ପ୍ରଧାନ ଯେ ସୌରଗାଣ ପତ୍ୟ ଶୈବ ଶାକ୍ତ ଆବର ଯେ ବୈଷ୍ଣବ ଏମନ୍ତେ ଲଭନ୍ତି ମୋ ପୁର ଯଥା ସାଗରେ ବର୍ଷା ନୀର ମୁହଁଟି ପଞ୍ଚ ଆତ୍ମା ହୋଇ ସଂସାର ଚକ୍ରରେ ଖେଳଇ ଧର୍ମ ବଳେ ସେ ବିପ୍ରବେନି ମୋତେ ପାଇଲେ ଗୋଭଗିନୀ ଶୁଣିଣ ସତ୍ୟା ହେଲେ ତୋଷ କହଇ ମହାଦେବ ଦାସ। ଇତି ଶ୍ରୀ ପଦ୍ମପୁରାଣେ ଉତ୍ତରାଖଣ୍ଡେ କାର୍ତ୍ତିକେୟ ମହାତ୍ମ୍ये ଦେବ ଶର୍ମା ଚନ୍ଦ୍ରହୋତ୍ର ମୋକ୍ଷଣେ ନାମ ପ୍ରଥମ ଅଧ୍ୟାୟ ସମାପ୍ତ।